ଏହି କାହାଣୀଟି ହେଉଛି ପଶ୍ଚିମ ଭାରତର ଗୋଟେ ଗାଁ। ଗାଁର ନାଁ ହେଉଛି ଚୋରାପାଲି। ଗାଁର ନାଁଟି ଯେମିତି, ସେଇ ଗାଁରେ ଦୁଇ ଜଣ ଲୋକ ମଧ୍ୟ ସେମିତି ରହୁଥିଲେ, ଗୋପାଳ ଓ ମାଧବ। ଦୁଇ ଜଣ ଭାରି ସାଙ୍ଗ, ଦୁହେଁ ଏକା ସାଙ୍ଗରେ କାମ କରନ୍ତି। ସେ କାମଟା କ'ଣ ଜାଣିଛନ୍ତି? ଦି ଜଣ ଯାକ ଚୋର। ଗାଁର ଲୋକମାନେ କୁହନ୍ତି, ଘର ତାଲା ପକେଇ ଗଲେ ମଧ୍ୟ ଗୋପାଳ ମାଧବ ଯେଉଁଠାକୁ ଯାଆନ୍ତି ସେ ତାଲା ଆପେ ଆପେ ଫିଟିଯାଏ। ମାଧବ, ଆମ ବିବାହକୁ 5 ବର୍ଷ ହେଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଶ୍ୱଶୁର ଘର ଯାଇନାହୁଁ। କଥାଟା ଠିକ୍ କହିଲୁ। ମୋ ଶାଶୁ ତ ପ୍ରତି ମାସରେ ଲୋକ ପଠାଇ କହନ୍ତି ଜ୍ୱାଇଁ ବାବୁଙ୍କ ମୁହଁ ଦେଖିବାକୁ ଇଚ୍ଛା ହେଉଛି, କିନ୍ତୁ ଖାଲି ହାତରେ ଜ୍ୱାଇଁ ହୋଇଯିବା, ମୋ ଇଜ୍ଜତ କ'ଣ ରହିବ? ଏମିତି ଭାବରେ ଦୁଇ ଜଣ କଥା ହେଉଥିଲେ। ଗୋପାଳ ମାଧବକୁ କହିଲା, ଚାଲେ ଆମେ ଶ୍ୱଶୁର ଘରକୁ ଯିବା। କିନ୍ତୁ ଗୋପାଳ ମାଧବ ଦୁଇ ଜଣ କହିଲେ, ଆରେ ଆମ ପାଖରେ ତ କିଛି ନାହିଁ, ଆମେ ଖାଲି ହାତରେ କ'ଣ ଶ୍ୱଶୁର ଘରକୁ ଯିବା? ଚାଲେ ଦୁଇ ଜଣ କ'ଣ ନେଇକି ଯିବା, ଏମିତି ଜିନିଷ ନେବା ଯେମିତି ଶ୍ୱଶୁର ଘର ପୁରା ଇମ୍ପ୍ରେସ୍ ହୋଇଯିବେ। ସେହିଦିନ ରାତିରେ ଦୁଇ ଜଣ ନିଜ ନିଜର ଅଭିଯାନରେ ବାହାରି ପଡ଼ିଲେ। ଗୋପାଳ ଧୀରେ ଧୀରେ ଲୁଚି ଲୁଚି ଯାଇ ଜମିଦାର ଘର କଖାରୁ ବଗିଚାରେ ପଶିଲା। ଆହା, ଏହାକୁ ମଖମଲ କପଡ଼ରେ ଗୁଡ଼ାଇ ନେଲେ ମୋ ଶ୍ୱଶୁର ଘର ଲୋକେ ଭାବିବେ ହୀରା ନେଇ ଆସିଛି। ଏପଟେ ମାଧବ ଯାଇ ଜମିଦାର ଘର ଗୁହାଳ ଭିତରେ ପଶିଲା। ସେ ଗୋଟେ ବଡ଼ କଳା ବଳଦକୁ ଧରିଲା ଓ ଭାବିଲା, ଏହା ତ ଗୋଟେ ବଡ଼ କଳା ଦୁଧିଆଳି ଗାଈଟିଏ ହୋଇଛି, ମୋ ଶାଶୁ ଶ୍ୱଶୁର ଖୁସି ହେଇଯିବେ। ସେମାନେ ଦୁଇ ଜଣ ରାସ୍ତାରେ ଭେଟିଲେ ଓ ଏକ ପାନ୍ଥଶାଳାରେ ରହିବା ପାଇଁ ଓ ରାତି ବିତାଇବା ପାଇଁ ଭାବିଲେ। ଦୁଇ ଜଣ ନିଘୋଡ଼ ନିଦରେ ଶୋଇ ପଡ଼ିଲେ। ଦୁଇ ଜଣଙ୍କର ଶ୍ୱଶୁର ଘର ପାଖାପାଖି ଥିବାରୁ ସେମାନେ ପୁଣି ସକାଳୁ ବାହାରି ପଡ଼ିଲେ ନିଜ ନିଜ ଶ୍ୱଶୁର ଘରକୁ। ଶାଶୁମା, ରାଜାଙ୍କ ଖଜାନାରୁ ଆପଣଙ୍କ ପାଇଁ ଅମୂଲ୍ୟ ରତ୍ନ ଆଣିଛି। ଗୋପାଳ ବହୁତ ଦିନ ହେଲା ଶ୍ୱଶୁର ଘରକୁ ଆସିନଥିଲା। ଏମିତି ସୁନ୍ଦର କପଡ଼ାରେ ଗୁଡ଼ା ହେଇଥିବା ଜିନିଷ ଦେଖି ତା ଶାଶୁ ତ ପୁରା ଖୁସି ହୋଇ ଖୋଲିଦେଲେ। ହେଲେ କ'ଣ ବାହାରିଲା? ଛି, କେତେ ଗନ୍ଧ ସଢ଼ା କଖାରୁ! ଶାଶୁ ତ ପୁରା ଝାଡ଼ୁ ଧରି ଗୋଡ଼ାଇଲା। ଅଳ ପେଇସା, ଦିନେ ନାହିଁ କାଳେ ନାହିଁ ସଢ଼ା କଖାରୁ ଶ୍ୱଶୁର ଘରୁ ନେଇକି ଆଇଛି। ଏପଟେ ମାଧବ କଳା ଗାଈ, ସୁନ୍ଦରିଆ ବଡ଼ ଗାଈଟା ଆଣିଛି ବୋଲି ଶ୍ୱଶୁରକୁ ଡାକି ଦେଖାଇଲା। ଶ୍ୱଶୁର ଯେମିତି ତା ମୁଣ୍ଡରେ ହାତ ମାରିଛି, ବଳଦ ଗୋଟେ ଧକ୍କା ଦେଲା ଯେ ଶ୍ୱଶୁର ପୁରା ଚିତ୍ପଟାଙ୍ଗ। ଶ୍ୱଶୁର କହିଲା, ଏ ଗାଈ ନୁହଁ, ଯମଦୂତ ଆଣିଛି। ଏହା ଶୁଣି ବୁଢ଼ାର ପୁଅ ରାଘବ, ଶଳା ମୋ ବୋପାକୁ ମାରିବା ପାଇଁ ବଳଦ ନେଇକି ଆଇଛୁ। ଗାଁ ବାଲାଙ୍କୁ ଡାକି ବାଡ଼ି ଧରି ଗୋଡ଼େଇଲା। ଭଲ 2 ପାହାର ଖାଇ ମାଧବ ସେ ଜାଗା ଛାଡ଼ି ପଳାଇ ଆସିଲା। ସେମାନେ ବୁଝିଲେ ଯେ ଚୋରି ଜିନିଷ ମଣିଷକୁ କେବେ ସୁଖ ଦିଏ ନାହିଁ। ଆଜିଠାରୁ ଆମେ ଦୁଇ ଜଣ ଚୋରି କରିବା ନାହିଁ ବୋଲି ଦୁଇ ଜଣ ପ୍ରତିଜ୍ଞା କଲେ। 1 ବର୍ଷ ପରେ ଗୋପାଳ ଓ ମାଧବ ସମ୍ପୂର୍ଣ୍ଣ ବଦଳି ଯାଇଥିଲେ। ସେମାନେ ଚୋରି ଛାଡ଼ି ମେହନତ କରୁଥିଲେ। ଗୋପାଳ ଓ ମାଧବ ନିଜ ମେହନତର ଟଙ୍କାରେ ପରିବା ବ୍ୟବସାୟ କଲେ। ସେଥିରୁ ଭଲ ଆୟ ମଧ୍ୟ ହେଲା। ସେମାନେ ବହୁତ ପଇସା କମେଇଲେ। ଶ୍ୱଶୁର ଘରକୁ ମିଠା ନେଇ ଗଲେ। ଶ୍ୱଶୁର ସେମାନଙ୍କୁ ଆଲିଙ୍ଗନ କଲେ। ପ୍ରକୃତରେ ମିଛ ଓ ଚୋରି କେବେ ମଣିଷକୁ ସୁଖ ଦେଇନଥାଏ। ପ୍ରକୃତ ସୁଖ ତ ପରିଶ୍ରମରୁ ମିଳେ। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଏମିତି ମଜାଦାର କାହାଣୀ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ପୁଣି ଥରେ ଦେଖା ହେବ। ରହୁଛି, ନମସ୍କାର।